ଆଉ କେ ବିଷୟ ମରିଛି ମନ ଯାହା କରିଗଲ ମୋର ଯେ ପାଇଲା ମନ ମୋ ପାଇଲା ମନ ଆଉ ଏକ ବିଷୟ ମରିଛି ମନ ପଚାର ପଚାର ତୁମ ସୁନ୍ଦର ବାଣୀ ଚାହିଁ ରହିଛନ୍ତି ମୋର ଦେବତା ଶ୍ରେଣୀ କେବଳ କଥାରେ ବଳିଛି ଚିତ୍ତ ବୁଝାଇ କୁହ ମୋ ଦେବତା କରି କୃତ ମୁଁ ଶୁଣୁଥିବି ଶ୍ରୁତି ପଥ ପଣ୍ଡିତ ଜନ ମାନେ ଶୁଣୁଥିବେ ତୁମ୍ଭ ଗୀତ ହେଲେ ବାଉରୁ ଭାଇ ଜୟ ଜଗନ୍ନାଥ ଫୁଲହାଡ଼ି ତମର ଏ କଳାଟା ଯୁଗ ଯୁଗ ଭରି ରହୁ ସେଟା ମାଙ୍କର ନିଶ୍ଚିତ 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 ରହିବ ହେଲା ଭଲ ପଚାର ହଁ କଣ ଗୋଟିଏ ଆଉ ଗୋଟିଏ ବାଉରୁ ଫୁଲ ପିଆ ତୁମକୁ ଦେଲି ଫୁଲ ପିଆ ତୁମକୁ ଦେଲି मन तोसीनी बलिटिया तुमको भेली मन तोसीनी बलिटिया तुमको भेली फूलरू जड़े बाहर फूलरू बाहर हाँ फूल जोगु फूल जोगु जड़े बाहर तमें फूल देलु गुरु से फूल रे मन दोष होगी कि गोटे बाहर हाँ आहे देवता सुंदर सुन मेरी श्रुति क्या कोदिन किए फूल टे देलाटी हे बाबू माने सुन तू डेरी करना आज ग्रंथ रामायण रावणर भग्नी शूर्पणखा गला गोदावरी तटरे देख बुलुथिला देखिला जिते फूल जे भासुची और भावना गला मन मध्य से ही सखी अच्छा तोरे सुंदर फूल देखी न तार मूल्य बाबू अच्छी ए बासना अतई जे अमूल्य आज्ञा सीता मथारू फूल तो भासुथिला शूर्पणखा से दिन पुष्प को धरिला धरिला सुंघिला नसारे तार फुंचिला काने गला देखो ना गरीबर केतुटा फूल जे फासुड़ थिला सीता ताहाकू गोटाई न देला से विषयटा मत आज हे देव बुझाई सबारे शुणी रे मोर पंडित भाई बाबू सुन डेरी श्रवण बाबा पांच गोटी फूल देखिला से दिन धरी देख असुरणी गला सुन सुंगिला नसरे कुंचिला कर्णर हे बाबू माने उड़ाने लक्ष्य कर सोरे मैयन को गल मन जे मानी बेलाही आउ केउ बागे थिले दियो बताई जबि ए कथरे न हंतई मती सुन देवता तेरी मन श्रुति दिने का प्रभु नारायण थिले
ପଚାରିଲେ ସେଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ଯଦି ଏ କଥାରେ ରହନ୍ତିବ ମନ ସତ୍ୟ ଯୁଗ କଥା ଶୁଣନ୍ତୁ ଆପଣ ସୁବ୍ରତ ନାମେ ଜଣେ ବ୍ରହ୍ମା ଥିଲେ ରହି ଆଜ୍ଞା ବିଷ୍ଣୁଙ୍କୁ ପୂଜା କଲେ ଫଳ ପୁଷ୍ପ ଦେଇ ଏ କଥା ଗୋଟି ଦେବୀ ବୁଝାଇନ ସେଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ଯଦି ନା ରାମ ରାବଣ ଲାଗିଛି ସମର ଦୁର୍ଗାଙ୍କୁ ପୂଜିବେ ପ୍ରଭୁ ରଘୁବୀର ନିରନ୍ତର କହି ଦେବେ ସେ ନେଇ ପ୍ରସନ୍ନ ହେବେ ତାଙ୍କୁ ଦୁର୍ଗା ମହାମାଇ ସେଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ବାବୁ ଶୁଣ ଋଣ ଶ୍ରବଣ କହୁଥିଲି ଲକ୍ଷ୍ମୀଙ୍କର ପଦ୍ମ ପୁଷ୍ପ ଶୁଣ ନାହିଁ ଯଦି ଏ କଥାରେ ନ ବଳୁଛି ମତି ଆଉ ପଦିନ ଫୁଲ ଧରିକେ କାହାକୁ ଦେଉଛି ପଣ୍ଡିତ ମଣ୍ଡଳୀ ଶୁଣନ୍ତୁ ଡେରି କରନ ଦୁତିକା ବୋଲି ଯେଉଁ ସଖୀଙ୍କ ନାମ କୃଷ୍ଣଙ୍କ ନିକଟ ଯିବେ ପଳାଇଣ କହିବି ବାବୁ ହରିବଂଶ କିରତି କି ଫୁଲ ଧରି ଯିବ ଦେଖ ସେହି ଦୁତି ଭାଇ ହରିବଂଶ କହିଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ବୁଝାଇ କହିବି ବ୍ରହ୍ମାଣ୍ଡ ପୁରାଣର ବୁଝିବ ପାର୍ବତୀ ଯାଇ ସତର ଇଷ୍ଟ ଖଣ୍ଡନ ଅର୍ଥେ ଦେବୀ ଭଗବତୀ ପୁଷ୍ପ ଧରି ପୂଜିବେ ବିଧାତା ଯାଇଟି ସେଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ଶୁଣ ମନ ଦେଇ ସୁନ୍ଦର ଦେବତା କହିବି ଦେଖ ସୁଗନ୍ଧି ପୁଷ୍ପ ଏକା ସେ ସୁଗନ୍ଧି ପୁଷ୍ପ କହିଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ନହିଲେ କହିବି ପାରିଜାତ ହରଣ ସେ ପାରିଜାତ କହିଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ନହିଲେ ଶୁଣ ଅନ୍ଧକ ଅସୁର ଭକ୍ତି ପୁଷ୍ପ ପୂଜା କରିବ ମହେତର ଚକ୍ଷୁ ପଦ୍ମ ଘଟି ଦେଖ ତାରି ଦେବ ଶିବଙ୍କୁ ସେଦିନ ସେ ପୂଜା କରିବ ଆଖି କାଢି ନ ରଖିବ ଲିଙ୍ଗ ଉପର ଚକ୍ଷୁ ପୁଷ୍ପ ଦେବ ଶିବଙ୍କୁ ବୀର ଆଚ୍ଛା ସେଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ ଯଦି କଥାରେ ନଅନ୍ତୁଛି ମତି ଆଉ କିଏ ଫୁଲ କଦିନ ଦେଉଅଛି ଫୁଲଟା କିଏ ଧରିକି କାହାକୁ ଦେଇଛି ରାଧାଙ୍କର କଥା ଏବେ ଦେଉଛି ବୁଝାଇ ସେ ଭଗବାନଙ୍କ ନିକଟକୁ ଯିବେ ପଳାଇ ଯଦି ଏ କଥାରେ ତୁମ୍ଭର ନ ଅଣ୍ଟିବ ମନ ନାଇଁ ନାଇଁ ତାହେଲେ ବ୍ରହ୍ମା କଥା ଏବେ ମୁଁ ଦେବି ବୁଝାଇ ନାଇଁ 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 ଯଦି ବ୍ରହ୍ମାଙ୍କ ପାଖରେ ନାହିଁ ତୁମ୍ଭ ଅଣ୍ଟି ଆଉ କିଏ କୋଦିନ କାହାକୁ ଫୁଲ ଦେଉଛି କିଏ ଫୁଲ ଧରି ଯାଇଛି କିଏ ସନ୍ତୁଷ୍ଟ ହେଇଛି କିଏ ବାହାରିଛି ହେଲେ ମହାଭାରତରୁ କିବା କହିବି ବୁଝାଇ ମହାଭାରତ କହିଲେ ମନ ମାନଇ ନାହିଁ ଆଉ କେଉ ବାଗେ ଥିଲେ ଦିଅ ବତାଇ କିବା କହିବି ବାମନ ପୁରାଣ ବସି ଶୁଣୁଥିବେ ମୋର ଭାବି କବନ ବାମନ ପୁରାଣ କହିବି ଆଜ୍ଞା ବାମନ ନାଇଁ ନାଇଁ ବାମନ ପୁରାଣ ନାଇଁ କିବା ଅଗ୍ନି ପୁରାଣରେ ରହିଅଛି ମତି ନାଇଁ 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 ରାମାୟଣ କହିଲେ ଯେ କରିଦେଲ ନାସ୍ତି ନାସ୍ତି ରାମାୟଣ ହେଲେ ନାହିଁ ନାଇଁ କିବା ବ୍ରହ୍ମ ପୁରାଣ ମଧ୍ୟରେ ରହିଛ ଆପଣ ନାଇଁ ନହେଲେ କୈବର୍ତ୍ତ ଗୀତା ଦେବି ବୁଝାଇନ ନାଇଁ ଯଦି କୈବର୍ତ୍ତ ଗୀତାରେ ତୁମ୍ଭ ମନ ନାହିଁ ବାୟୁ ପୁରାଣ କି ବାବା କହିବି ବୁଝାଇ ନାଇଁ ନାଇଁ ନହେଲେ କହିବି ବ୍ରହ୍ମ ବୈବର୍ତ୍ତ ତା ମଧ୍ୟରେ ଯେବେ ରହିଛି ତୁମ୍ଭ ଚିତ୍ତ ଭାଇ ବ୍ରହ୍ମବର୍ତ୍ତ କହିଲେ ମନ ମାନଇ ନାହିଁ ଲିଙ୍ଗ ପୁରାଣ ମୁଁ ଦେବି ବୁଝାଇ ସେଦିଗକୁ ଗଲେ ମରଣ ପାଏ ମନ କହିବି ବୁଝାଇ ମାର୍କଣ୍ଡ ପୁରାଣ ଆଚ୍ଛା ମାର୍କଣ୍ଡ ପୁରାଣ କହିଲେ ମନ ମାନଇ ନାହିଁ ଶିବ ଶୈବ ପୁରାଣରୁ ଦଉଛି କହି ସେ ଶିବ ଶୈବ କହିଲେ ମନ ମାନଇ ନାହିଁ କୁର୍ମ ପୁରାଣେ ଚିତ୍ତ ହଁ
ଦେବତାଙ୍କର ଚରିତ୍ର ଭାଇ ନାଇଁ କୁର୍ମ ପୁରାଣରେ ଯେବେ ଅଛି ମନ ଭାଇ କହିବି ବୁଝାଇ ଶୁଣ ଦେବତାର ତନ ହବନି କିମ୍ବା ଜଗନ୍ନାଥ ପୁରାଣରୁ ଆପଣ ପଚାରିଅଛ ବାବା ଏ ସଭାରେ ରହିନ ଆଶା ସେ ଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉଁ ବାଗେ ଥିଲେ ତୁମେ ଦେବ ତାଇ ନହେଲେ କୌଷ୍ଟୁଭ ନାମେ ଜଣେ ବ୍ରାହ୍ମଣ ପିଲା ବିଷ୍ଣୁଙ୍କୁ ଦେଖ ଦେଖ ସେହୁ ସେବା କଲା କାଟିଣ ଶିର ଏ ଚକ୍ରଧର ମସ୍ତକ ଘଟିକ ମଣି କରିବେ ତାଙ୍କର ଭାଇ ସେ ଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉଁ ବାଗେ ଥିଲେ ଦିଅ ବତାଇ କିମ୍ବା ମାତୃଗର୍ଭ ଜ୍ଞାନ ପଚାରିଛ ଆପଣ ସବୁ ମା ଗର୍ଭରେ ଗୋଟେ ପୁଷ୍ପ ଅଛି ଜାଣ ସେ ଫୁଲ କହିଲେ ଯେବେ ପାଇବ ମତି ତାହେଲେ ବୁଝାଇ କହିବି ପୁରାଣ ରୀତି ଭାଇ ସେ ଦିଗକୁ ଗଲେ ମନ ମାନଇ ନାହିଁ ଆଉ କେଉଁ ବାଗେ ଥିଲେ ତୁମେ ଦେବ ବତାଇ ଆଚ୍ଛା କେତେକ ପୁରାଣ କହିଲେଣି ସଭାର ବ୍ରହ୍ମାଣ୍ଡ ପୁରାଣ ସବୁ ପୁରାଣକୁ ମନା ତୁମ୍ଭେ କଲ ବ୍ରହ୍ମାଣ୍ଡ ପୁରାଣ ବୋଲି କହିଲ ସଭାରେ ବୁଝାଇ କହୁଛି ଦେଖ ଏହି ଠାରେ ଯୋଉ ଦୁର୍ଗତି ନାସିନୀ ମାତା ଭଗବତୀ ଭାଇ ଶଙ୍କର ପାର୍ବତୀ ବିବାହ କାଳରେ ବ୍ରହ୍ମା ବସିଛନ୍ତି ବ୍ରାହ୍ମଣ ବେଶରେ ବ୍ରହ୍ମା କର୍ତ୍ତା ହରିଣ ମନ୍ତ୍ର ପଢୁଛନ୍ତି ମୋର ପଣ୍ଡିତ ଶୁଣୁ କିଏ ସେ ଗଲା ପୁଷ୍ପ ତ ଧରି ହେ ବାବୁ ମାନେ ଶୁଣନ୍ତୁ ଶ୍ରୁତି ଡେରି ହଉ ହଉ ବ୍ରହ୍ମା ହେଇଛନ୍ତି ପୁରୋହିତ ଶିବ ପାର୍ବତୀଙ୍କର ବିବାହ ହେଲା 33 କୋଟି ଦେବତା ସମସ୍ତେ ଅଛନ୍ତି ହେଲେ ବ୍ରହ୍ମା କହିବେ ଶଳା ବିଧା କିଏ ମାରିବ କିଏ ସେ ମାରିବ ଶଳା ତାଙ୍କୁ ବିଧା ଚନ୍ଦ୍ରଭୋଗ ବୋଲି ତାଙ୍କର ଭାରି ଭାବ ପାର୍ବତୀଙ୍କ ଭାଇ ସେ ଚନ୍ଦ୍ରଧ୍ୱଜ କାର୍ତ୍ତିକ ସ୍ୱରଙ୍କୁ ସେ କେବେ ନ ପଡ଼ିବ ମାରିବ ପିଠା ଯାଇନ ସେ ସ୍ଥାନ ଏମିତି ପିଠା ମାରିବ ଶୁଣନ୍ତୁ ସୁଧର ସେ ପିଠା ଘାତ ନ ପାରିଣ ଶଙ୍କର ରାଗ କ୍ରୋଧ ହୋଇଲେ ମହେଶ୍ୱର ଜଗନ୍ନାଥକାରୀ ସେହି ଅଣାଇଲେ ତାକୁ ଜମପୁର ନେଇଲେ ରାଜର ବର ଶଙ୍କର ଆର ଜମା ଓଷଳାକୁ ବାନ୍ଧି ନେବୁ ମୋର ମାରିଲା ପିଠା ମୋଟ ସହି ନ ପାରଇ ରାଜର ସେଦିନ ଗଲେ ହୋଇ ଆପଣ କହିବାଟା ମଧ୍ୟ ଅଛି ଇଏ ଯୋଉ ମନୁ ବ୍ରହ୍ମା ଆସିକିରି ଶିବ ପାର୍ବତୀ ବିବାହ କରିଛନ୍ତି କଥା ଠିକ ଅଛି ତମର ହାଲିଆ ମାରିବା ପାଇଁ ମୁଁ କହିବି ଏ ସମୟରେ ଯେତେବେଳେ ହସ୍ତଗଣ୍ଠି ପଡୁଛି ତେଣୁକରି ଶାଳକର ଅର୍ଥ ହଉଛି ଦୂତ ପଣରେ ସେବା କାର୍ଯ୍ୟ ବୋଲିକି ଭଗବାନ ବ୍ରହ୍ମା ଆଚାର୍ଯ୍ୟ ହେଇକି କହିଲେ ହେଲେ ସିଏ କଣ ପାରେ ଶଳା ବିଧାଟା ମାରିବାରୁ ଯମ ତାକୁ ବାନ୍ଧିକି ନେଲେ କାରଣ ତାର ଅର୍ଥ ହଉଛି ଚନ୍ଦ୍ରଧ୍ୱଜକୁ ଯେମିତି କଂସକୁ ମନ ପାଇଲାନି ଦେବକୀ ବସୁଦେବ ବିବାହରେ ଚନ୍ଦ୍ରଧ୍ୱଜର ମନ ପାଇଲାନି ଭୂତ ପ୍ରେତ ରାକ୍ଷାସୁଟା ଏ ହାରମାଳା ରଖିଛି ମୋର ଭଗ୍ନୀ ହଉଛି ଗୌରୀ ଏ ତ୍ରିପୁର ମୋହିରେ ଭଳିଆ ସୌନ୍ଦର୍ଯ୍ୟ ନାହିଁ ମରିକିରି ଆକୁ ଦେଲା କଣ ପାରେ ମନକୁ ସେତେବେଳେ ସମୟରେ ଆସିଲା ଆକାରେ ପିଠିରେ ମେରୁ ହାଡୁ ପକେଇଲା ହେଲେ ଯେ ପ୍ରହାର କଲେ ଶଙ୍କର କଣ କଲେ ଶଙ୍କର ସେତେବେଳେ ସମୟରେ ଧର୍ମରାଜ ଯଙ୍କର ପୁଅ ଯମ ଯମକୁ କହିଲାକୁ ହେଡକପ ପକା କହିଲା ଏଇ ଯୋଉ ଅଛି ଚାରିଟା ଖମ୍ବ ସବୁ ବେଦୀରେ ଅଛି ଦକ୍ଷିଣରେ ବ୍ରହ୍ମା ବସିଛନ୍ତି ଦକ୍ଷିଣରେ ପିତୃଗଣ ମାନେ ରହୁଛନ୍ତି ଦକ୍ଷିଣରେ ପ୍ରେତ ମାନେ ରହୁଛନ୍ତି ଆକୁ ବାନ୍ଧିକି ନେଇକି ହେଣ୍ଡକପ ପକା ରଖିଲୁ ଗୁରୁ ଜମା ଆସିକି ବାନ୍ଧିକି ନେଲା ଆଙ୍କର ହସ୍ତଗଣ୍ଠି ପଡିଲା ତା ବଦଳ ସବୁ ବିବାହ ସରିଲା ଆଉ ତୋର ପାର୍ବତୀ କାନ୍ଦିବା ସକାଶେ କେତେ ବର୍ଷ ପରେ ବର୍ଷ ନାଇଁ
ଶିବ ପାର୍ବତୀ ବିବାହର 1 ବର୍ଷ ସମାପ୍ତି ହେଲା 12 ମାସରେ 12 ମାସ ହଁ 12 ବର୍ଷ ଶୁଭିଲା ମତେ 12 ମାସ ହେଲା 1 ବର୍ଷ ହେଲା ହଁ 1 ବର୍ଷାଣି କନ୍ୟା ହେ हाँ। विवाह है पुत्र पौत्रादि लाभ हाँ हाँ वर्षक उत्तारु हाँ। पुत्र पौत्रादि माने जन्म ग्रहण करନ୍ତି हाँ। वर्ष पंते धर्मराज जम हाँ। ताकू बांधिके ହେଲେ ପାର୍ବତୀଙ୍କର କଥା ମନେ ପଡିଲା ତାଙ୍କ ଭାଇଙ୍କର ତାପରେ କଣ ହେଲା हे भगवान मोर शुण बेरी करी कर्ण बीती गला वर्षे तांकर नूतन यौवन मात्र ईश्वर पार्वती वर्षे विवाह हेला दिने पार्वती माता मने भावना गला हे बाबू माने शुणु बेरी श्रुति एबे तो स्वामी मो कथा मानती बोइला शुण आहे जीवर धन गोटे कथा अली करुछि जे सुबण करुछि अली पहिले माता काली ईश्वर बोले कुह तुम्हे भाई 1 वर्ष भारी जा कहलनी तो मोर जहा जंजाल कले पूर्ण हेब एथर सेदिन माता करपत्र जोड़िले हे प्राणनाथ शुणु कहीदेले गोटे बोली भाई थिले तो मोर बंधन कल ताकू जम हस्तर जदि से भाता मोर मुख थी जे संसार नहेले निंदा हेब शुण हे प्राणेश्वर हे भग्नीर भाई संबंध कहूँ मतई जदि भौणी घर आसब भाई जगत मध्य निंदा तो हेबी बुही देव देव मुहा देव आपण दया करी नाथ रख मोर राण जमदूत ठारू मो भाई कुहान एते बोली गौरी अणिन कले गौरी जानिले भूतनाथ मन कथा तांकरी कहीं भारी ता कथा जदि न मानिब निश्चय अनर्थ गोटी जन्म हेब ଭାଇ ନନ୍ଦୀ କି ଶଙ୍କର ଗାଇ ନ ଦେଲେ ତା ହାତରେ କୁମୁଦ ଫୁଲ ସମର୍ପଣ ଦେଲେ ଗୋଟେ କୁମୁଦ କହିଲେ କହି ଦେଲେ କସିବ ନନ୍ଦୀଙ୍କୁ ଡକାଇ ବୋଇଲେ ଶୁଣ ଆରେ ରେ କୁମର ନନ୍ଦୀ ତୁହି ଜମ ପାଖୁ ଯିବୁ ଏ କଇଁ ଫୁଲଟା ତାକୁ ସମର୍ପଣ ଦେବୁ ଶୁଣ କୁମର ମୋହର ଗିର ପୁଷ୍ପ ଗୋଟିକ ଜାଗ୍ରତ ଭାବେ ତୁ ଧର ସମନ ନିକଟେ ବାପ ଯିବୁରେ ପଳାଇ ମୁଁ ଦେଇଛି ବୋଲି ଜମକୁ ଦେବୁ ଏହା କହି हे बाबू माने शुण ब्रह्मांड जे पुराण जहा कवि लेखिले कहिबा समाधान से कुमुद गोटी नंदी धरी जीव जमक निकटे उपस्थित हेब कहब जंतुपति शुणतु मो भारती अति आदर तुम्भ निकटे पार्वती पति देइछंती कुसुम देखी आनंद मने हेबे जम कहीं अकर्म कर्म दायक शंकर जदि आनंद पुष्प देले मो पाखर से पुष्प गोटी जम धरिब काम करू पुणी किए जन्म हेब हे बापू माने शुणु डेरी श्रुति केरे सुंदर अटे भारती हेले महापुरु नंदी नहीं गिरी जमराजा को कुमुद पुष्पटा देले ଯେତେବେଳେ ଦେଲେ ସେ ସନ୍ତୁଷ୍ଟ ହେଲେ ତାପରେ କଣ ହେଲା तापर हमर हेतु बुझी गया ओले जो ब्रह्म स्फटिक निर्मित घर करिके रखिछि काको बांधिगिरी चंद्रध्वज को रखिछि शिवंकर शला को गोटे सापळ पतिगिरी बांधिगिरी रखिछि हां ना सापळटा को जम जीवन्यास दैचंती ताकू काको काउ करिके तू जगिथा बोली कहउछन आगे काको पक्षी करी देखथिबो से जगाई हां करी प्रेत बोली काकू को जे कही
କାଉକୁ ଗୋଟେ ପ୍ରେତ ବୋଲନ୍ତି ସର୍ବଜନ ଯେତେବେଳେ ବାପା ମାଙ୍କ ହୋଇବ ମରଣ ଧନୀ ଦେବେ ନେଇ ପୁଣି ବାରି ପିଣ୍ଡା ଠାରେ କାଉ ମାନଙ୍କୁ ଡାକିବେ ଦେଖ ସେ ଶ୍ରଦ୍ଧାରେ ବୋଲିବେ ବୋପା କାହିଁକି ବହି ଅଛ ରୋଷ ଭୋକ ହେଲାଣି ଚଞ୍ଚଳ ଖାଇଦେବା ଆସ ଏଣୁ କାଉ ଗୋଟିଏ ପ୍ରେତ ବୋଲି ଲେଖଇ ତମ ରାଜା କାକ ପକିଥିଲେ ହୋଇ हे बाबू सुनो देरी न श्रवण से काले विचार करिबे देख जम जदि शिवंक वाक्य न रहिबा कृपा न हेबे निश्चय सदा शिव तांको आज्ञारे तांको शलाକୁ बांधिथिली मुही एबे निश्चय तांको देबी फिटाई तो कथा गोटी भाबिबे न तर पंडित मंडली माने पुराणे लक्ष्य कर ଯେତେବେଳେ ଜମ ବାନ୍ଧିଣ ଦେଇଛି ଯେତେବେଳେ ଜମ ବାନ୍ଧିଣ ଦେଇଛି ଅସୁର ସେ ଅସୁର ପୁଷ୍କରଣୀ ଯେ ହୋଇଯାଇଛି ସେ ଲୋକ ଯାକ ବହିଥିଲା ବାବୁ ଧାର ଧାର ଗୋଟେ ପୁଷ୍କରଣୀ ହୋଇଲା ସେ ପଥର ବୈତରଣୀ ବୋଲି ନାମ ହେବ ତାର ये कथा गोटिक लेखा होइछि हे पंडित माने सुनंदु बेरी श्रुति से दिन जहाँ पहिला विवरण रे काऊ ईश्वरଙ୍କ ଶଳା के बण जाऊ जमराजा काकंगु जे से पूछा कले जमराजा काकंगु जे से पूछा कले पुष्कल रही शला यही मध्य आपण जदि आज्ञा आदेश करेंगे तहिरे बुड़ाई उद्धार करी पुष्करणी बुड़ी उद्धार करी जंतुनाथ सुन आपण आदेश देले होइनो निश्चय मु उद्धार करी एही वीर बोलिन काट जमकु कहे गिर मात्र जल मध्यरे रही अछि देख नंदन किपरि मुक्ति हेबा सही दिन आपण आदेश कलम काढी मु आपण जति हं करी बुडगिरी काढिबे बुडगिरी काढला ସେଇଟା ଯୋଉ ପୁଷ୍କରଣୀଟା ହେଲା ଠିକ ସେ ପୁଷ୍କରଣୀ ନାଁଟା ବୈତରଣୀ ହେଲା ବୈତରଣୀ ନାଇଁ ଲେଖିଛି ପୁଷ୍କରଣୀ କି ନାଁଟା ମୁଁ ବ୍ରହ୍ମାଣ୍ଡ ପୁରାଣ ଲେଖିନି ବ୍ରହ୍ମାଣ୍ଡ ପୁରାଣ ଏଠି ଖଣ୍ଡ ପହିଡି ତାଇରା ଲେଖିଛି ସେ ଧାର ଯୋଉ ବହିଲା ବ୍ରହ୍ମାଙ୍କର ଦୃଷ୍ଟି ଶିବଙ୍କର ଦୃଷ୍ଟି ବୁଝିଲ ତାପରେ ଦିଟା ଜାଗାରେ ବ୍ରହ୍ମାଙ୍କର ମନରୁ ପିତୃଦେବତା ମାନେ ଜନ୍ମ ଗ୍ରହଣ କରି ଏ ଯୋଉ ଚନ୍ଦ୍ରଧ୍ୱଜକୁ କାକ କରିଛନ୍ତି ବୈତରଣୀ ଯେମିତି ବାହାରିଲା ସେତେବେଳେ ସମୟରେ ଶିବଙ୍କ ପାଖରେ ଏ ଚନ୍ଦ୍ରଧ୍ୱଜ ଏଇ ଜମା ଆସି ପ୍ରବେଶ ଯୋଉ ଅଶ୍ରୁପାତ ହେଇକି ଯୋଉ ପଦ୍ମ ପୁଷ୍କରରୁ ବାହାରିଲା ସେଇଟା ହେଲା ବ୍ରହ୍ମାଙ୍କର ଦୃଷ୍ଟି ପଡିବା ସକାଶେ ତା ନାଁ ହେଲା ବୈତରଣୀ ବୈତରଣୀ ନଦୀକି ପାର କରିବା ପାର ବୋଲିକିରି ତାକୁ ଚନ୍ଦ୍ରଧ୍ୱଜ ଗୋଟେ ଅଂଶଟି କାକ ହେଲା ବାବୁ ମାନେ ଶୁଣ ଦେଇ ମନ ବୈତରଣୀ ନଦୀ କିଏ ଗଲା ହୋଇରା पंडित मंडली सुन मन असर कथा गोटी देलाणी कोई कहती पार्वती है प्राणनाथ भाई की उद्धार तो दियो करी तो कहती महादेव आगो गौरी शपथ करी देले फिटाई करी चंद्रध्वज को पदे देले कहिना भौणीर जेते शुभ कार्य परिणाम अग्रसर हेउथिबु चंद्रध्वज जान भौणी मानकर भाई भणजार भाणीजीर प्रथम तते गुआ दिया भणजा भाणीजीर शुभ कार्य आसिकी तू मामू रूप सबु जाक कार्य करथु आज्ञा हेला एडा जहा कहि गला मोर पाइला मन जहा कहि गला मोर पाइला मन